ଆଜିର ଏହି ଗଭୀର ବିଶ୍ଳେଷଣ କାର୍ଯ୍ୟକ୍ରମକୁ ସ୍ୱାଗତ। ଦେଖନ୍ତୁ, ଆଜି ହେଉଛି ମଙ୍ଗଳବାର, 21 ଏପ୍ରିଲ 2026, ଆଉ ଗତକାଲି ଅର୍ଥାତ୍ 20 ଏପ୍ରିଲର ଖବରଗୁଡ଼ିକ ଉପରେ ନଜର ପକାଇଲେ ଗୋଟିଏ କଥା ବହୁତ ଆଶ୍ଚର୍ଯ୍ୟ ଲାଗେ। ହଁ, ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ, କାରଣ ଏତେ ସବୁ ଘଟଣା ଏକା ସାଙ୍ଗରେ ଘଟୁଛି ଯେ ତାଳମେଳ ରଖିବା କଷ୍ଟ। ଏକଦମ ଠିକ୍। ମାନେ ଗୋଟିଏ ପଟେ ସମୁଦ୍ର ମଝିରେ ଏକ ବ୍ୟବସାୟିକ ଜାହାଜ ଜବତ ହେଉଛି ଆଉ ଯୁଦ୍ଧର ଆଶଙ୍କା ଦେଖାଦେଉଛି। ଅନ୍ୟପଟେ ଆମ ଭୁବନେଶ୍ୱରରେ ଅତ୍ୟାଧୁନିକ ମାଇକ୍ରୋଚିପ୍ ତିଆରି ପାଇଁ ଭିତ୍ତିପ୍ରସ୍ତର ପଡ଼ୁଛି। ଲାଗୁଛି ଯେମିତି ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଦୁନିଆର କଥା। କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଏସବୁ ଗୋଟିଏ ଅଦୃଶ୍ୟ ଅର୍ଥନୈତିକ ସୂତାରେ ବନ୍ଧା। ଆଜି ଆମେ ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା, ବିଶ୍ୱ ଅର୍ଥନୀତି ଉପରେ ଏହାର ପ୍ରଭାବ ଆଉ କେନ୍ଦ୍ର ବଜେଟ୍ ବିଷୟରେ କଥା ହେବା। ଆଉ ତା ସାଙ୍ଗକୁ ଓଡ଼ିଶାର ବୈଷୟିକ ବିକାଶକୁ କେମିତି ଭୁଲିଯିବା। ଏହାଛଡ଼ା ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଥିଲା, ତେଣୁ କୃଷକମାନଙ୍କ ପାଇଁ ସରକାରଙ୍କର ବଡ଼ ଘୋଷଣା, ପାଣିପାଗର ସ୍ଥିତି ଏବଂ କିଛି ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଖବର ଉପରେ ବି ଆମେ ଆଲୋଚନା କରିବା। ବିଲକୁଲ, ଏହିସବୁ ତଥ୍ୟକୁ ଏକାଠି କଲେ ଆମେ ବୁଝିପାରିବା ଯେ ବିଶ୍ୱସ୍ତରୀୟ ସଙ୍କଟ କେମିତି ଆମ ସ୍ଥାନୀୟ ଅର୍ଥନୀତିକୁ ପ୍ରଭାବିତ କରୁଛି। ତେବେ ଚାଲନ୍ତୁ ସିଧା ସମୁଦ୍ର ମଝିକୁ ଯିବା। ଖବର ଆସୁଛି ଯେ ଆମେରିକୀୟ ନୌସେନା ହର୍ମୁଜ ପ୍ରଣାଳୀ ନିକଟରେ ଏକ ଇରାନୀୟ ଜାହାଜକୁ ଜବତ କରିଛି, ଆଉ ଏହାର ପ୍ରଭାବରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହଠାତ୍ 5% ବଢ଼ିଗଲାଣି। ହଁ, ଆଉ ଦର ବଢ଼ି ବ୍ୟାରେଲ ପିଛା $100 ବି ପାର କରିଗଲାଣି। ଏଇଟା ଏକ ବହୁତ ବଡ଼ ଝଟକା। କିନ୍ତୁ ମୋର ଗୋଟେ ସାଧାରଣ ପ୍ରଶ୍ନ ଅଛି। ପୃଥିବୀରେ ତ ଏତେ ସମୁଦ୍ର ରାସ୍ତା ଅଛି, ଏହି ଗୋଟିଏ ଜାଗାରେ କିଛି ଘଟିଲେ ସାରା ବିଶ୍ୱର ତେଳ ବଜାର କାହିଁକି ଏମିତି ଦୋହଲି ଯାଉଛି? କାରଣ ହେଉଛି ସେହି ଜାଗାର ଭୌଗୋଳିକ ସ୍ଥିତି। ମାନେ ଦେଖନ୍ତୁ, ଓମାନ ଏବଂ ଇରାନ ମଧ୍ୟରେ ଥିବା ଏହି ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଗୋଟିଏ ଜାଗାରେ ମାତ୍ର 21 ମାଇଲ ଚଉଡ଼ା। ଆଚ୍ଛା, ମାତ୍ର 21 ମାଇଲ? ବହୁତ ସଂକୀର୍ଣ୍ଣ ରାସ୍ତା ତାହେଲେ। ହଁ, ବହୁତ ସଂକୀର୍ଣ୍ଣ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ପୃଥିବୀର ପ୍ରାୟ 20% ଅଶୋଧିତ ତୈଳ ଆଉ ବିପୁଳ ପରିମାଣର ତରଳ ପ୍ରାକୃତିକ ଗ୍ୟାସ୍ ଏହି ରାସ୍ତା ଦେଇ ହିଁ ଯାଇଥାଏ। ଏଇଟା ଗୋଟେ ଚୋକ୍ ପଏଣ୍ଟ। ଓହୋ, ବୁଝିଲି। ତାହେଲେ ସେଠି ଗୋଟିଏ ବି ଜାହାଜ ଅଟକିଲେ ପୁରା ଯୋଗାଣ ବ୍ୟବସ୍ଥା ଅଚଳ ହୋଇଯିବ, ଯେମିତି ମୁଖ୍ୟ ରାସ୍ତାରେ ଟ୍ରାଫିକ୍ ଜାମ୍ ହେଲା ଭଳିଆ କଥା। ଏକଦମ ଠିକ୍ ଧରିଛନ୍ତି। ଆଉ ସେଇଥିପାଇଁ ତ ଆମ କେନ୍ଦ୍ର ସରକାର ଏବେ ତରବରିଆ ଭାବେ 13,000 କୋଟି ଟଙ୍କାର ଏକ ଭାରତ ମେରିଟାଇମ୍ ଇନ୍ସ୍ୟୁରାନ୍ସ ପୁଲ୍କୁ ମଞ୍ଜୁରି ଦେଇଛନ୍ତି। ଏହି ଇନ୍ସ୍ୟୁରାନ୍ସ ପୁଲ୍ କଥା ମୁଁ ବି ପଢ଼ୁଥିଲି। କିନ୍ତୁ ସରକାର କାହିଁକି ହଠାତ୍ ଜାହାଜଗୁଡ଼ିକ ପାଇଁ ଏତେ ବଡ଼ ବୀମା ପାଣ୍ଠି ତିଆରି କଲେ? ମୁଁ ବୁଝାଉଛି। ଦେଖନ୍ତୁ, ସାଧାରଣତଃ ଜାହାଜଗୁଡ଼ିକ ପାଶ୍ଚାତ୍ୟ ଦେଶରେ ବଡ଼ ବୀମା କମ୍ପାନୀ ଉପରେ ନିର୍ଭର କରନ୍ତି। କିନ୍ତୁ ହର୍ମୁଜ ଅଞ୍ଚଳକୁ ଏବେ ୱାର୍ ଜୋନ୍ ଘୋଷଣା କରାଯିବାରୁ ସେହି ବିଶ୍ୱସ୍ତରୀୟ କମ୍ପାନୀମାନେ ବୀମା ଦେବାକୁ ସିଧା ମନା କରିଦେଉଛନ୍ତି। ଆଉ ବୀମା ବିନା ତ କେହି ବି ବ୍ୟବସାୟୀ କୋଟି କୋଟି ଟଙ୍କାର ତୈଳ ଧରି ଆସିବାକୁ ସାହସ କରିବେନି। ଠିକ୍ କହିଲେ। ଭାରତ ଏବେ ରୁଷୀୟ ତୈଳ ଉପରେ ନିର୍ଭର କରୁଛି, ତେଣୁ ସରକାର ଏହି ପାଣ୍ଠି ସୃଷ୍ଟି କରି ନିଜ ଦେଶର ଜାହାଜ କମ୍ପାନୀଗୁଡ଼ିକୁ ସୁରକ୍ଷା ଦେଉଛନ୍ତି କି ତୁମେ ନିର୍ଭୟରେ ତୈଳ ଆଣ, କ୍ଷତି ହେଲେ ସରକାର ଭରଣା କରିବେ। ତିହାର କମିଯାଇ 1.7%ରେ ପହଞ୍ଚିଛି। ଅଥଚ କେନ୍ଦ୍ର ସରକାର ଡିଏ ବା ମହଙ୍ଗା ଭତ୍ତା ବଢ଼ାଇ ଦେଲେ, ଆଉ ସେପଟେ ଏନ୍ଏମ୍ଡିସି ଲୁହାପଥର ଦର 11.1% ବଢ଼ାଇ ଦେଲା। ହଁ, ଏଇଟା ଶୁଣିବାକୁ ଟିକେ ପରସ୍ପର ବିରୋଧୀ ଲାଗୁଥିବ ନିଶ୍ଚୟ, କିନ୍ତୁ ଅର୍ଥନୀତିର ଏକ ଅଲଗା ହିସାବ ଅଛି। ସେଇଟା ହିଁ ମୁଁ ବୁଝିପାରୁନି। ଯଦି ମୁଦ୍ରାସ୍ଫୀତି ଏତେ କମ୍ ଅଛି, ତେବେ ଜିନିଷପତ୍ର ଦର କାହିଁକି ଆକାଶ ଛୁଇଁଛି? ଯେଉଁ 1.7% କଥା ଆମେ କହୁଛୁ, ସେଇଟା ହେଉଛି ଖାଦ୍ୟଶସ୍ୟ ଆଉ ପନିପରିବା ଭଳି ଦୈନନ୍ଦିନ ଖୁଚୁରା ସାମଗ୍ରୀର ହିସାବ। ବଜାରରେ ଏବେ ଏଗୁଡ଼ିକର ଯୋଗାଣ ଭଲ ଅଛି, କିନ୍ତୁ ଲୌହ ପଥର ହେଲା ଶିଳ୍ପ ଜଗତର କଞ୍ଚାମାଲ। ଆଚ୍ଛା, ତେଣୁ ତୈଳ ଦର ବଢ଼ିଲେ ପରିବହନ ଖର୍ଚ୍ଚ ବଢ଼ିବ ଆଉ ସିଧାସଳଖ ଲୌହପଥର ମହଙ୍ଗା ହେବ। ହଁ, ଆଜି ଲୌହ ପଥର ମହଙ୍ଗା ହେଲେ ଆସନ୍ତା 6 ମାସ ପରେ ଷ୍ଟିଲ୍ ମହଙ୍ଗା ହେବ। ତାପରେ ଗାଡ଼ି ମଟରଠାରୁ ଆରମ୍ଭ କରି ଘର ତିଆରି ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହେବ। ସରକାର ଏହି ଭବିଷ୍ୟତର ମହଙ୍ଗା ମାଡ଼କୁ ଆକଳନ କରି ଆଗୁଆ ଡିଏ ବୃଦ୍ଧି କରିଛନ୍ତି। ଏକ ବଡ଼ ଘୋଷଣା କରିଛନ୍ତି, ବିରଳ ମୃତ୍ତିକା କରିଡର ବା ରେୟାର ଆର୍ଥ କରିଡର ନେଇ। ହଁ, ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଆଉ ତାମିଲନାଡୁରେ ଏହି କରିଡର ସ୍ଥାପନ କରାଯିବ। ଏଥିପାଇଁ 7,280 କୋଟି ଟଙ୍କାର ସିଣ୍ଟର୍ଡ ରେୟାର ଆର୍ଥ ପର୍ମାନେଣ୍ଟ ମ୍ୟାଗ୍ନେଟ୍ ସ୍କିମ୍ ମଞ୍ଜୁର ହୋଇଛି। ବାପ୍ରେ, ଏତେ ଲମ୍ବା ନା!
ଏହି ବିରଳ ମୃତ୍ତିକା ପ୍ରକୃତିରେ କ'ଣ? ମାନେ ଏହା କୌଣସି ସ୍ୱତନ୍ତ୍ର ମାଟି ନା ଧାତୁ? ନା ନା, ଏହା ମାଟି ନୁହେଁ। ଏହା ହେଉଛି 17ଟି ସ୍ୱତନ୍ତ୍ର ରାସାୟନିକ ଧାତୁର ଏକ ଗୋଷ୍ଠୀ। ଏହା ମାଟି ତଳେ ଥାଏ, କିନ୍ତୁ ଏହାକୁ ବାହାର କରିବା ଆଉ ବିଶୁଦ୍ଧ କରିବା ବହୁତ କଷ୍ଟକର ଆଉ ବ୍ୟୟବହୁଳ। ଆଉ ସେହି ମ୍ୟାଗ୍ନେଟ୍ ବା ଚୁମ୍ବକ କଥା ଯେଉଁ ଉଠିଲା, ତାର ବ୍ୟବହାର କେଉଁଠି ହୁଏ? ସେଇଟା ହିଁ ତ ଆଜିର ଟେକ୍ନୋଲୋଜିର ହୃତ୍ପିଣ୍ଡ। ଇଲେକ୍ଟ୍ରିକ୍ ଗାଡ଼ି ହେଉ, ପବନରୁ ବିଦ୍ୟୁତ୍ ବାହାର କରୁଥିବା ଟର୍ବାଇନ୍ ହେଉ, କିମ୍ବା ଆମ ସ୍ମାର୍ଟଫୋନ୍, ଏସବୁରେ ଏହି ଶକ୍ତିଶାଳୀ ଚୁମ୍ବକ ଦରକାର। ଏବେ ଯାଇ ଚୀନ ଏହି ବଜାରକୁ ନିୟନ୍ତ୍ରଣ କରୁଛି। ବୁଝିଲି। ଚୀନ ଉପରେ ନିର୍ଭରଶୀଳତା କମାଇବାକୁ ଆମେ ନିଜେ ଏହି ପ୍ଲାଣ୍ଟ ବସାଉଛୁ। ବିଲକୁଲ। ସେମିକଣ୍ଡକ୍ଟର ମିଶନ 2.0 ଜରିଆରେ ଆମେ 6000 MTPA କ୍ଷମତାର ପ୍ଲାଣ୍ଟ ବସାଉଛୁ। ଆଉ ଆମ ଓଡ଼ିଶାର ବାଲିରେ ଏହା ପ୍ରଚୁର ଥିବାରୁ ଓଡ଼ିଶା ଏହାର କେନ୍ଦ୍ରବିନ୍ଦୁ ସାଜିଛି। ସତରେ ଏହା ଏକ ବିରାଟ ସୁଯୋଗ। କେବଳ ଖଣିଜରୁ ନୁହେଁ, ଓଡ଼ିଶା ତ ଏବେ ସିଧାସଳଖ ହାଇଟେକ୍ ମ୍ୟାନୁଫ୍ୟାକ୍ଚରିଂରେ ବି ପାଦ ଥାପିଲାଣି। ଆମ ଭୁବନେଶ୍ୱରରେ ଭାରତର ପ୍ରଥମ 3D ସେମିକଣ୍ଡକ୍ଟର ପ୍ୟାକେଜିଂ ୟୁନିଟ୍ର ଶିଳାନ୍ୟାସ ହୋଇଛି। ହଁ, ଆଉ ଏହି 3D ପ୍ୟାକେଜିଂ ଜ୍ଞାନକୌଶଳ ପୁରା ଗେମ୍ ଚେଞ୍ଜର ହେବାକୁ ଯାଉଛି। ମୁଁ ଯେତେବେଳେ ଏହା ବିଷୟରେ ପଢ଼ୁଥିଲି, ମୋ ମୁଣ୍ଡରେ ଗୋଟେ ଉଦାହରଣ ଆସିଲା। ମାନେ ସହରରେ ଯେତେବେଳେ ଜାଗା କମିଯାଏ, ଲୋକେ ଚଉଡ଼ାରେ ଘର ନ କରି ଉପରକୁ ବହୁତଳ ଆପାର୍ଟମେଣ୍ଟ ତିଆରି କରନ୍ତି। ମୋତେ ଲାଗୁଛି ଏହି 3D ପ୍ୟାକେଜିଂ ଠିକ୍ ସେମିତି କିଛି କୌଶଳ। ଆରେ ବାଃ, ଆପଣ ତ ଏକଦମ ସଠିକ୍ ଉଦାହରଣ ଦେଲେ। ପୂର୍ବରୁ ସମସ୍ତ ପାର୍ଟସକୁ ଗୋଟିଏ ସମତଳ ଜାଗାରେ ରଖାଯାଉଥିଲା, କିନ୍ତୁ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏତେ ବିପୁଳ ତଥ୍ୟକୁ ହିସାବ କରୁଛି ଯେ ଡାଟା ଗୋଟିଏ ପାର୍ଟରୁ ଅନ୍ୟ ପାର୍ଟକୁ ଯିବା ପାଇଁ ଯେଉଁ ସମୟ ଲାଗୁଛି, ସେଇଟା ବି ବେଶୀ ମନେ ହେଉଛି। ତାମାନେ ଚିପ୍ଗୁଡ଼ିକୁ ଗୋଟିଏ ଉପରେ ଗୋଟିଏ ସ୍ତର ଉପରେ ରଖିଲେ ଡାଟାକୁ ଅଧିକ ଦୂର ଯିବାକୁ ପଡ଼ିବନି। ଏକଦମ। ଆଉ ତା ସହିତ ଚିପ୍ର ଆକାର ବି ଛୋଟ ହେଇଯିବ ଆଉ କମ୍ ବିଦ୍ୟୁତ୍ ଖର୍ଚ୍ଚ ହେବ। ଭୁବନେଶ୍ୱରରେ ଏବେ ଯେଉଁ ବ୍ଲାକ୍ ସ୍ୱାନ୍ ସମ୍ମିଳନୀ ଚାଲିଛି, ସେଥିରେ ଖୁଦ୍ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଓଡ଼ିଶା ହିଁ ଭାରତର ପରବର୍ତ୍ତୀ ବିକାଶର ପ୍ରମୁଖ ଡ୍ରାଇଭର ହେବ। ଆଉ ଏଥିପାଇଁ ରେଳମନ୍ତ୍ରୀ ମଧ୍ୟ ସମୀକ୍ଷା କରିଛନ୍ତି ଯେ ରାଜ୍ୟରେ 90,000 କୋଟି ଟଙ୍କାର ରେଳ ପ୍ରକଳ୍ପ ଚାଲୁ ରହିବ। ତା ସହ ଷ୍ଟାର୍ଟଅପ୍ ଇଣ୍ଡିଆ ଅଧୀନରେ 10,000 କୋଟି ଟଙ୍କାର ପାଣ୍ଠି ବି ଆରମ୍ଭ ହୋଇଛି। ଏସବୁ ଶୁଣିବାକୁ ବହୁତ ଉତ୍ସାହଜନକ ଲାଗୁଛି ନା? କିନ୍ତୁ ଏହାର ଗୋଟେ ନକାରାତ୍ମକ ଦିଗ ବି ଅଛି। ହଁ, ସେଇଆ ତ। ମୁଁ ବି ସେହି ଦ୍ୱନ୍ଦ୍ୱର ଅଛି। ଆମେ କହୁଛୁ ଏତେ ହଜାର କୋଟି ନିବେଶ ହେଉଛି, ନୂଆ ପ୍ଲାଣ୍ଟ ବସୁଛି। ଅଥଚ ରିପୋର୍ଟ ଆସୁଛି ଯେ ଏପ୍ରିଲ ମାସରେ ଟେକ୍ କ୍ଷେତ୍ରରେ ନିଯୁକ୍ତି 8% କମିଯାଇଛି। ପୁଞ୍ଜି ଆସିଲେ ତ ପିଲାଙ୍କୁ ଅଧିକ ଚାକିରି ମିଳିବା କଥା। ଦେଖନ୍ତୁ, ଟେକ୍ନୋଲୋଜି ବଜାରରେ ଏବେ ଏକ ବଡ଼ ସାଂଗଠନିକ ପରିବର୍ତ୍ତନ ଚାଲିଛି। ଆଗରୁ ଆଇଟି କମ୍ପାନୀଗୁଡ଼ିକ ସାଧାରଣ କୋଡିଂ କିମ୍ବା ଡାଟା ଏଣ୍ଟ୍ରି ପାଇଁ ହଜାର ହଜାର ଇଞ୍ଜିନିୟର ରଖୁଥିଲେ। ଆଉ ଏବେ ସେସବୁ କାମ ଏଆଇ ନିମିଷକେ ନିର୍ଭୁଲ ଭାବେ କରିଦେଉଛି ବୋଧହୁଏ। ହଁ, ଆଉ ସେଥିପାଇଁ କମ୍ପାନୀମାନେ ସାଧାରଣ କର୍ମଚାରୀଙ୍କ ପଛରେ ଟଙ୍କା ଖର୍ଚ୍ଚ ନ କରି ବିପୁଳ ପୁଞ୍ଜିକୁ କେବଳ ମହଙ୍ଗା ହାର୍ଡୱେର ଆଉ ଶୀର୍ଷ ସ୍ତରର ଏଆଇ ଗବେଷକମାନଙ୍କ ଉପରେ ଲଗାଉଛନ୍ତି। ଓହୋ, ଏଥିପାଇଁ ପୁଞ୍ଜି ବଢ଼ୁଛି ସତ, କିନ୍ତୁ ଚାକିରି ସଂଖ୍ୟା କମିଯାଉଛି, କାରଣ ଏହା ଏବେ ଶ୍ରମଭିତ୍ତିକ ନୁହେଁ। ଏକଦମ ସଠିକ୍। ଆଉ ଏହା ଆମ ଯୁବପିଢ଼ି ପାଇଁ ଏକ ସ୍ପଷ୍ଟ ସଂକେତ ଯେ କେବଳ ପାରମ୍ପରିକ ଡିଗ୍ରୀ ନୁହେଁ, ବରଂ ଅତ୍ୟାଧୁନିକ ଦକ୍ଷତା ହିଁ ଆଗକୁ କାମରେ ଆସିବ। ତାହେଲେ ଆମେ ଏମିତି ଏକ ଯୁଗରେ ପହଞ୍ଚିଗଲୁଣି ଯୋଉଠି ଯନ୍ତ୍ର ଲୋକଙ୍କ କାମ ଛଡ଼ାଇ ନେଉଛି। କିନ୍ତୁ ଆଧୁନିକତାର ଏହି ଦୌଡ଼ ଭିତରେ ଆମକୁ ଭୁଲିବାକୁ ହେବନି ଯେ ଓଡ଼ିଶାର ମୂଳଦୁଆ ଏବେ ବି କୃଷି ଓ ପରମ୍ପରା ଉପରେ ଛିଡ଼ା ହୋଇଛି। ଗୋଟିଏ ପଟେ ଏଆଇ ଆଉ ଅନ୍ୟପଟେ ଚାଷୀର ଲଙ୍ଗଳ। ଗତକାଲି ତ ପବିତ୍ର ଅକ୍ଷୟ ତୃତୀୟା ଥିଲା। ହଁ, ଆଉ ଆମ ରାଜ୍ୟରେ ଏହାକୁ ଏକ ପବିତ୍ର କୃଷି ଦିବସ ଭାବେ ପାଳନ କରାଯାଏ। ସରକାର ଏହି ଟେକ୍ନୋଲୋଜି ଆଉ କୃଷି ଭିତରେ ସନ୍ତୁଳନ ରକ୍ଷା କରିବାକୁ ଭଲ ଚେଷ୍ଟା କରୁଛନ୍ତି। ସେଇଥିପାଇଁ ବୋଧହୁଏ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନ ଯୋଜନା ମାଧ୍ୟମରେ ଏକାଥରକେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇଛନ୍ତି। ଏକଦମ ଠିକ୍। 41 ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ 838 କୋଟିରୁ ଅଧିକ ଟଙ୍କା ପଠାଯାଇଛି। ରାଜ୍ୟ ବଜେଟରେ ଥିବା 3.10 ଲକ୍ଷ କୋଟି ଟଙ୍କାର କଲ୍ୟାଣକାରୀ ଯୋଜନାର ଏହା ଏକ ଅଂଶ। ଯେତେବେଳେ ଟେକ୍ କ୍ଷେତ୍ରରେ ଅସ୍ଥିରତା ଦେଖାଦିଏ, ଏହିଭଳି ପଦକ୍ଷେପ ହିଁ ଗ୍ରାମୀଣ ଅର୍ଥନୀତିକୁ ବଞ୍ଚାଇ ରଖିଥାଏ। ଆଉ କେବଳ ଅର୍ଥନୀତି ନୁହେଁ, ଆମର ସାଂସ୍କୃତିକ ପରମ୍ପରା ବି ସମାନ ଭାବରେ ଆଗେଇ ଚାଲିଛି। ଅକ୍ଷୟ ତୃତୀୟା ଅବସରରେ କେବଳ ଚାଷ ଆରମ୍ଭ ହୋଇନି, ବରଂ ପୁରୀ ରଥଯାତ୍ରା ପାଇଁ ଆଖିମୁଠି ଅନୁକୂଳ ନୀତି ସହ ରଥ ନିର୍ମାଣ ବି ଆରମ୍ଭ ହୋଇଗଲାଣି। ଆଉ ସେପଟେ ପଶ୍ଚିମ ଓଡ଼ିଶାରେ, ବିଶେଷ କରି ସମ୍ବଲପୁରରେ ଶୀତଳ ଷଷ୍ଠୀର ପ୍ରସ୍ତୁତି ବି ଜୋର ଧରିଲାଣି।
ଆଉ ଗୋଟିଏ ବହୁତ ଆଶ୍ୱସ୍ତିକର ଖବର ହେଉଛି ପୁରୀ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାରର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ସତରେ? ତାହେଲେ ତାଲିକା ମେଳ ଖାଇଲା କି ନାଇଁ? ହଁ, ପ୍ରଶାସନ ସ୍ପଷ୍ଟ କରିଛି ଯେ ଏହି ନୂଆ ତାଲିକା 1978 ମସିହାର ରେକର୍ଡ ସହ ସମ୍ପୂର୍ଣ୍ଣ ମେଳ ଖାଉଛି। ବାଃ! ଏହାଦ୍ୱାରା ବର୍ଷ ବର୍ଷ ଧରି ଥିବା ସନ୍ଦେହ ଦୂର ହେବ ଆଉ ଲୋକଙ୍କର ପ୍ରଶାସନ ଉପରେ ବିଶ୍ୱାସ ନିଶ୍ଚୟ ବଢ଼ିବ। ଏହା ସହିତ ସମାଜ ସେବାକୁ ଉତ୍ସାହିତ କରିବା ପାଇଁ ମନୀଷ ସ୍ମାରକୀ ନିର୍ଭୟ ଯୁବ ପୁରସ୍କାର 2026 ମଧ୍ୟ ଆୟୋଜିତ ହୋଇଛି। କିନ୍ତୁ ଏସବୁ ଭିତରେ ଗୋଟିଏ କଥା ମୋତେ ବହୁତ ଭୟଭୀତ କରୁଛି। ଆପଣ ପାଣିପାଗର ସ୍ଥିତି କଥା କହୁଛନ୍ତି କି? ହଁ, ଆମେ କୃଷି ପାଇଁ ଏତେ ପାଣ୍ଠି ଦେଉଛୁ ସତ, କିନ୍ତୁ ପାଣିପାଗର ମିଜାଜ ଆଗରେ ସବୁ ଫେଲ୍। ରାଜ୍ୟରେ ଏବେ ଯେମିତି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଚାଲିଛି, 8ରୁ ଅଧିକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଗଲାଣି। ସତକଥା। ଏପ୍ରିଲ ମାସରେ 15ଟି ସ୍ଥାନରେ ତାପମାତ୍ରା 36 ଡିଗ୍ରୀ ଉପରେ ରହିବା ବଡ଼ ବିପଦର ସଂକେତ। ଆଉ ସେପଟେ ଏପ୍ରିଲ 8 ପର୍ଯ୍ୟନ୍ତ କାଳବୈଶାଖୀର ଆଶଙ୍କା ଅଛି ଏବଂ ପଡ଼ୋଶୀ ପଶ୍ଚିମବଙ୍ଗରେ ଘୂର୍ଣ୍ଣିବଳୟର ଶକ୍ତିର ପ୍ରଭାବ ବି ଆମ ଉପକୂଳରେ ପଡ଼ୁଛି। ଆଉ ସବୁଠୁ ଚିନ୍ତାର ବିଷୟ ହେଲା IMDର ପୂର୍ବାନୁମାନ। ସେମାନେ କହୁଛନ୍ତି ଯେ 2026 ମୌସୁମୀ ଋତୁରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ। ମୋର ପ୍ରଶ୍ନ ହେଉଛି, ଯଦି ବର୍ଷା ହିଁ ନ ହୁଏ, ତେବେ ସରକାର ଯେଉଁ 838 କୋଟି ଟଙ୍କା ଚାଷୀଙ୍କୁ ଦେଲେ ତାହାର ଲାଭ କ'ଣ ମିଳିବ? ଏଇଟା ଏକ ଗମ୍ଭୀର ପ୍ରଶ୍ନ। ମୌସୁମୀ ନିରାଶ କଲେ କେବଳ ଫସଲ ନଷ୍ଟ ହେବନି, ପୁରା ଗ୍ରାମୀଣ ଅର୍ଥନୀତି ଭୁଷୁଡ଼ି ପଡ଼ିବ। ବିଶ୍ୱ ତାପାୟନ ଆଉ ଏଲ୍‌ନିନୋ ପ୍ରଭାବ ଯୋଗୁଁ ବର୍ଷାଚକ୍ର ବଦଳି ଯାଇଛି। ତାମାନେ ଏଠି କେବଳ ଟଙ୍କା ବାଣ୍ଟିଦେଲେ ସମାଧାନ ହେବନି? ବିଲକୁଲ ନୁହେଁ। ଆମକୁ ସେହି ଅତ୍ୟାଧୁନିକ ଟେକ୍ନୋଲୋଜିକୁ ଜଳ ସଂରକ୍ଷଣ, ଡ୍ରିପ୍ ଇରିଡେସନ୍ ଆଉ ପାଗ ଅନୁକୂଳ ବିହନ ବିକାଶରେ ଲଗାଇବାକୁ ପଡ଼ିବ। ନଚେତ୍ ଅର୍ଥନୈତିକ ବିକାଶ କେବଳ କାଗଜପତ୍ରରେ ରହିଯିବ। ଆଉ ବିକାଶ ଆଉ ଜୀବନ ରକ୍ଷା ଭିତରେ ଥିବା ଏକ ବଡ଼ ବିରୋଧାଭାସ ମଧ୍ୟ ଆଜି ଆମ ସାମ୍ନାକୁ ଆସିଛି। ଗୋଟିଏ ପଟେ ଭୁବନେଶ୍ୱର ଏମ୍ସରେ ପ୍ରଥମ ଥର ପାଇଁ ଜଣେ ମୃତ ବ୍ୟକ୍ତି ବା ଡିସିଜ୍ଡ ଡୋନରଙ୍କ ଶରୀରରୁ ଲିଭର ଅଣାଯାଇ ସଫଳତାର ସହ ପ୍ରତିରୋପଣ କରାଯାଇ ପାରିଛି। ହଁ, ଏହା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବହୁତ ବଡ଼ ଉପଲବ୍ଧି। ଜଣଙ୍କର ବ୍ରେନ୍ ଡେଥ୍ ହେବା ପରେ ପରିବାରର ସମ୍ମତି ଆଣି ମାତ୍ର କିଛି ଘଣ୍ଟା ଭିତରେ ଏହି ପ୍ରକ୍ରିୟା ଶେଷ କରିବା ମେଡିକାଲ ସାଇନ୍ସର ଚମତ୍କାରିତାକୁ ଦର୍ଶାଉଛି। ଏଠି ଟେକ୍ନୋଲୋଜି ଜୀବନ ବଞ୍ଚାଇଲା। କିନ୍ତୁ ଅନ୍ୟପଟେ ଦେଖନ୍ତୁ, ଶିଳ୍ପାୟନ ଯେତେବେଳେ ନିଜ ମୁନାଫା ପାଇଁ ସୁରକ୍ଷାକୁ ଅଣଦେଖା କରେ, ତାର ପରିଣାମ କେତେ ଭୟଙ୍କର ହୁଏ। ବେଦାନ୍ତ ପ୍ଲାଣ୍ଟ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 24କୁ ବୃଦ୍ଧି ପାଇଛି। ଏହା କେତେ ଦୁଃଖଦାୟକ ଖବର। ଏହା ଅତ୍ୟନ୍ତ ହୃଦୟ ବିଦାରକ ଘଟଣା। କମ୍ପାନୀଗୁଡ଼ିକ ସୁରକ୍ଷା ବ୍ୟବସ୍ଥାକୁ ଖାତିର ନ କରି କେବଳ ଉତ୍ପାଦନ ବଢ଼ାଇବାକୁ ଚେଷ୍ଟା କଲେ ଏମିତି ହିଁ ହୁଏ। ଏବେ କମ୍ପାନୀର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ନାମରେ FIR ମଧ୍ୟ ରୁଜୁ ହୋଇଛି, ଯାହା ଏକ କଳା ବାର୍ତ୍ତା ଦେଉଛି। ଆଉ ଏହା ସହିତ ସହରୀ ଭିତ୍ତିଭୂମି ବିକାଶ ନାମରେ BDA ପକ୍ଷରୁ ଭୁବନେଶ୍ୱରରେ 187ଟି ବେଆଇନ ଘର ଭଙ୍ଗାଯାଇଥିବା ଖବର ବି ରହିଛି। ବିକାଶ ଆବଶ୍ୟକ, କିନ୍ତୁ ଏହାର ମୂଲ୍ୟ ସାଧାରଣ ଲୋକଙ୍କୁ ହିଁ ଦେବାକୁ ପଡ଼ୁଛି। ଆଜିର ପୂରା ଆଲୋଚନାକୁ ଯଦି ଆମେ ଏକାଠି ଦେଖିବା, ଆମେ ଆରମ୍ଭ କରିଥିଲୁ ହର୍ମୁଜ ପ୍ରଣାଳୀରୁ, ଯେଉଁଠି ତୈଳ ସଙ୍କଟ ଯୋଗୁଁ ଆମର କଞ୍ଚାମାଲ ଦର ବଢ଼ୁଛି, ଆଉ ତାକୁ ମୁକାବିଲା କରିବାକୁ ଆମେ ବିରଳ ମୃତ୍ତିକା କରିଡର ଓ ସେମିକଣ୍ଡକ୍ଟରରେ ନିବେଶ କରୁଛୁ। ଆଉ ସେପଟେ କୃଷିକୁ ବଞ୍ଚାଇବାକୁ କୋଟି କୋଟି ଟଙ୍କାର ଅନୁଦାନ ଦିଆଯାଉଛି, ଅଥଚ ମୌସୁମୀ ବର୍ଷା କମିବାର ଭୟ ରହିଛି। ସ୍ୱାସ୍ଥ୍ୟ କ୍ଷେତ୍ର ଜୀବନ ଦେଉଛି ତ ଶିଳ୍ପ ବିପର୍ଯ୍ୟୟ ଜୀବନ ନେଉଛି। ଏକଦମ। ଏହିସବୁ ଘଟଣା ପ୍ରମାଣ କରୁଛି ଯେ ଆମେ ଏକ ଇଣ୍ଟରକନେକ୍ଟେଡ୍ ବିଶ୍ୱରେ ଅଛୁ, ଯେଉଁଠି ଗୋଟିଏ ଘଟଣା ଅନ୍ୟ ସବୁ କ୍ଷେତ୍ରକୁ ପ୍ରଭାବିତ କରୁଛି। ତେଣୁ ଆଗାମୀ ଦିନରେ ଆମକୁ ଏକ ସାମଗ୍ରିକ ଦୃଷ୍ଟିକୋଣ ବା ହୋଲିଷ୍ଟିକ୍ ଆପ୍ରୋଚ୍ ନେଇ ଆଗକୁ ବଢ଼ିବାକୁ ପଡ଼ିବ। ସମ୍ପୂର୍ଣ୍ଣ ଏକମତ। କିନ୍ତୁ ଶେଷରେ ମୋ ମନରେ ଗୋଟିଏ ବଡ଼ ପ୍ରଶ୍ନ ଉଙ୍କି ମାରୁଛି, ଯାହା ସହିତ ମୁଁ ଆଜିର ଏହି ବିଶ୍ଳେଷଣକୁ ଶେଷ କରିବାକୁ ଚାହୁଁଛି। ଦେଖନ୍ତୁ, ଆଜି ଆମେ ଏତେ ଗର୍ବ କରୁଛୁ ଯେ ଆମେ 3D ପ୍ୟାକେଜିଂ କରୁଛୁ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତିଆରି କରୁଛୁ, କିନ୍ତୁ ଯେତେବେଳେ ପ୍ରକୃତି ନିଜର ରୂପ ବଦଳାଏ ଏବଂ ମୌସୁମୀ ବର୍ଷା କମ୍ ହୁଏ, ସେତେବେଳେ କୌଣସି ବି ଉନ୍ନତ ଟେକ୍ନୋଲୋଜି ଆମ ଚାଷୀର ଶୁଖିଲା ଜମିରେ ବୁନ୍ଦାଏ ବି ବର୍ଷା କରାଇପାରେ ନାହିଁ। ତାହେଲେ ଆଗାମୀ ଦିନରେ କ'ଣ ଆମର ଏହି ବିଶାଳ ପ୍ରଯୁକ୍ତିବିଦ୍ୟା କେବଳ ଡିଜିଟାଲ ଦୁନିଆରେ ଆପ୍ ଆଉ ସଫ୍ଟୱେର୍ ତିଆରି କରିବାରେ ହିଁ ସୀମିତ ରହିବ, ନା ସେହି AIର ବ୍ୟବହାର କରି ଆମେ କୃତ୍ରିମ ବର୍ଷା, ସଠିକ୍ ପାଣିପାଗ ପରିଚାଳନା କରି ପ୍ରକୃତି ସହ ଏକ ପ୍ରକୃତ ସନ୍ତୁଳନ ରକ୍ଷା କରିପାରିବା? ଯଦି ଆମର ବୈଷୟିକ ଜ୍ଞାନ ଆମ ଚାଷୀର ଲୁହ ପୋଛି ନ ପାରିଲା, ତେବେ ସେ ବିକାଶର ମୂଲ୍ୟ କ'ଣ?
ଏହି ଗମ୍ଭୀର ଚିନ୍ତାଧାରା ସହ ଆଜିର କାର୍ଯ୍ୟକ୍ରମ ଆମେ ଏତିକିରେ ରଖୁଛୁ।